ବନ୍ଧୁମାନେ ନମସ୍କାର। ମୁଁ ଗୋଟେ ଛୋଟ କାହାଣୀଟେ ଆପଣମାନଙ୍କୁ କହୁଛି, ଶୁଣନ୍ତୁ। ଦିନେ କ'ଣ ହେଇଛି ନା, ବାପ ପୁଅ ଗୋଟେ ଘୋଡ଼ାକୁ ଧରି ଚାଲି ଚାଲି ଆସୁଥିଲେ। କିଛି ବାଟ ଗଲା ପରେ ପୁଅ ବାପାକୁ କହିଲା, ଆପଣ ଥକି ଯାଇଥିବେ, ଆପଣ ଘୋଡ଼ା ଉପରେ ବସନ୍ତୁ, ମୁଁ ଘୋଡ଼ା ଧରି ଚାଲି ଚାଲି ଯାଉଛି। ଏମିତି କିଛି ବାଟ ଗଲା ପରେ କିଛି ଲୋକ ଦେଖାହେଲେ। କହିଲେ, ଆରେ ହେ, ଏ କେମିତିକା ବାପାଟା, ପୁଅଟାକୁ ଚଲେଇ ଚଲେଇ ନିଜେ ଘୋଡ଼ା ଉପରେ ବସିକି ଆସୁଛି। ଏହା ଶୁଣି ବାପା ଘୋଡ଼ାରୁ ଓହ୍ଲେଇ ପଡ଼ିଲେ, ପୁଅକୁ ଘୋଡ଼ା ଉପରେ ବସେଇ ଦେଲେ। ପୁଣି ଆଗକୁ ଚାଲିଲେ। ଏମିତି ଚାଲୁ ଚାଲୁ ଫେର ବାଟରେ କିଛି ଲୋକ ଦେଖାହେଲେ। କହିଲେ, ଆରେ ହେ, ଏ କେମିତିକା ପୁଅଟା, ବାପାଟାକୁ ଚଲେଇ ଚଲେଇ ନିଜେ ଘୋଡ଼ା ଉପରେ ବସିକି ଯାଉଛି। ଏହା ଶୁଣି ବାପ ପୁଅ ଦୁହେଁ ଘୋଡ଼ା ଉପରେ ବସିକି ଚାଲିଲେ। ଏମିତି କିଛି ବାଟ ଗଲା ପରେ ପୁଣି କିଛି ଲୋକ ଦେଖାହେଲେ। କହିଲେ, ଆରେ ହେ, ଏମାନେ ମାଗଣାରେ ବୋଧେ କେଉଁଠି ଘୋଡ଼ା ପାଇଯାଇଛନ୍ତି, ସେଇଥିପାଇଁ ବାପ ପୁଅ ଘୋଡ଼ା ଉପରେ ବସି ବଜାର ସାରା ବୁଲୁଛନ୍ତି ଆଉ। ଏହା ଶୁଣି ବାପ ପୁଅ ଦୁହେଁ ଘୋଡ଼ା ଉପରୁ ଓହ୍ଲେଇ ପଡ଼ିଲେ ଏବଂ ଦୁହେଁ ଘୋଡ଼ାକୁ ଧରି ଚାଲି ଚାଲି ଚାଲିଲେ। ଏମିତି କିଛି ବାଟ ଗଲା ପରେ ପୁଣି କିଛି ଲୋକ ଦେଖାହେଲେ। କହିଲେ, ଆରେ ହେ, ଏ ଦୁଇ ଜଣଙ୍କ ଠାରୁ ବୋକା ଲୋକ ବୋଧେ ଦୁନିଆରେ ନାହାନ୍ତି, କାରଣ ଆଙ୍କ ପାଖରେ ଘୋଡ଼ା ଅଛି, ଦେଖିଲା ବେଳକୁ ଏମାନେ ଚାଲି ଚାଲି ଯାଉଛନ୍ତି। ଏହା ଶୁଣି ବାପ ପୁଅ ଭାବିଲେ, ଆମେ କ'ଣ କରିବୁ? ଏଟା କଲେ ଭୁଲ, ସେଟା କଲେ ଭୁଲ, 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 ତେବେ କ'ଣ କରିବା? କ'ଣ କରିବା? ମୁଁ କହୁଛି ଶୁଣ। ଏ ଦୁନିଆରେ ଲୋକମାନେ କିଛି ନା କିଛି କମେଣ୍ଟ କରିବେ। ତେଣୁକରି ତାଙ୍କ କମେଣ୍ଟକୁ ଶୁଣି ନିଜର ଖୁସି ସମୟଟାକୁ ଦୁଃଖରେ ପରିଣତ କରନ୍ତୁ ନାହିଁ। ନିଜ ବିବେକକୁ ପଚାରନ୍ତୁ, କେଉଁଟା ଭଲ। ବିବେକ ଯେଉଁ ଜିନିଷଟା କହିବ ଭଲ ବୋଲି, ସେଇ କାମଟାକୁ ଆପଣ ଖୁସିର ସହିତ ହସି ହସି କରନ୍ତୁ। ଦେଖିବେ ସମସ୍ତେ ତାକୁ ଗ୍ରହଣ କରିବେ ଏବଂ ନିଜକୁ ବି ଭଲ ଲାଗିବ। ଆଉ ଗୋଟେ ଜିନିଷ ବନ୍ଧୁମାନେ ମନେ ରଖିଥାନ୍ତୁ, ଆମ ଜୀବନ ଥିଲା ପର୍ଯ୍ୟନ୍ତ ଆମେ ସଦାବେଳେ ପାଇଁ ଚେଷ୍ଟା କରିବା ଯେମିତି ଆମ ଦ୍ୱାରା କୌଣସି ଏମିତି କାମ ନ ହେଉ ଯେଉଁଟାକି ଅନ୍ୟର କ୍ଷତି ହେଉ। ଆମେ କାହାକୁ କିଛି ଦେଇ ନପାରିବା କି ସାହାଯ୍ୟ ନ କରିପାରିବା, କିନ୍ତୁ ଚେଷ୍ଟା କରିବା ଆମେ କାହାର ଯେମିତି କ୍ଷତି ନ କରିବା। ତେଣୁକରି ବନ୍ଧୁ, ଏ ସୁନ୍ଦର ଦୁନିଆଟାକୁ ଆହୁରି ସୁନ୍ଦର କରିବା ପାଇଁ ଆମେ ସମସ୍ତେ ହସି ହସି କାମ କରିବା ଏବଂ ସମସ୍ତଙ୍କୁ ହସେଇବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।